वक्रतुंड महाकाय सूर्यकोटि समप्रभ निर्विघ्नं कुरु मे देव सर्वकार्येषु सर्वदा। ओम गं गणपतये नमः। ओम श्री गणेशाय नमः। सर्वमंगलमांगल्ये शिवे सर्वार्थसाधिके शरण्ये त्र्यंबके गौरी नारायणी नमोस्तुते। कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। ॐ दुं दुर्गायै नमः। ॐ ऐं सरस्वत्यै नमः। ॐ जगन्नाथाय नमः। ॐ श्रीलक्ष्मीनारायणाय नमः। ॐ क्लीं कृष्णाय गोपीजनवल्लभाय नमः। ॐ हं हनुमते नमो नमः। श्लोक 36। पापमेवाश्रयेदस्मान् हत्वेतान आततैनः तस्मान्नाह वयं हन्तुं धार्तराष्ट्रान् सबान्धवान् स्वजनं हि कथं हत्वा सुखिनः स्याम माधव। अनुवाद। आम्भेमाने जदि ए आतताई मानकु बध करिबा ताहेले निश्चय पाप हेबो। तेणु आम्भमानଙ୍କ पक्षरे धृतराष्ट्रଙ୍କର पुत्रମାନଙ୍କୁ ଏବଂ आम्भମାନଙ୍କର ବନ୍ଧୁବାନ୍ଧବମାନଙ୍କୁ ବଧ କରିବା ଠିକ୍ ହେବ ନାହିଁ। हे कृष्ण, हे माधव, ଏଥିରେ ଆମର କ'ଣ ଲାଭ ହେବ ଏବଂ ସ୍ୱଜନମାନଙ୍କୁ ବଧ କରି ଆମ୍ଭେମାନେ କିପରି ସୁଖୀ ହେବା? ଭାବାର୍ଥ। ବୈଦିକ ଶାସ୍ତ୍ର ଅନୁଯାୟୀ 6 ପ୍ରକାର ଆତତାୟୀ ଅଛନ୍ତି, ଯଥା 1 ଯେ ବିଷ ଦିଏ, 2 ଅଗ୍ନି ସଂଯୋଗକାରୀ ଯେ ଘରେ ନିଆଁ ଲଗାଇ ଦିଏ, 3 ଯେ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରେ, 4 ଯେ ଧନ ଅପହରଣ କରେ, 5 ଯେ ଅନ୍ୟର ଭୂସମ୍ପତ୍ତି ଅପହରଣ କରେ, 6 ଯେ ପରସ୍ତ୍ରୀ ଅପହରଣ କରେ। ଏ ପ୍ରକାର ଆତତାୟୀମାନଙ୍କୁ ସାଙ୍ଗେ ସାଙ୍ଗେ ମାରିଦେବା ଉଚିତ ଏବଂ ଏ ପ୍ରକାର ଆତତାୟୀମାନଙ୍କୁ ବଧ କଲେ କୌଣସି ପ୍ରକାର ପାପ ହେବ ନାହିଁ। ଯେକୌଣସି ସାଧାରଣ ଲୋକ ପକ୍ଷରେ ମଧ୍ୟ ଏ ପ୍ରକାର ଆତତାୟୀମାନଙ୍କୁ ବଧ କରିବାରେ କୌଣସି କ୍ଷତି ନାହିଁ, କିନ୍ତୁ ଅର୍ଜୁନ ତ କୌଣସି ସାଧାରଣ ଲୋକ ନୁହନ୍ତି। ସେ ସାଧୁଭାବ ସମ୍ପନ୍ନ ଏକ ଭକ୍ତ ଅଟନ୍ତି ଏବଂ ସେଇଥିପାଇଁ ସେ ସେମାନଙ୍କ ସହିତ ସାଧୁ ଭାବରେ ବ୍ୟବହାର କରିବାକୁ ଇଚ୍ଛା କଲେ। କିନ୍ତୁ ଏ ପ୍ରକାର ସାଧୁ ବ୍ୟବହାର ଆବଶ୍ୟକ କ୍ଷତ୍ରିୟ ପକ୍ଷରେ ଶୋଭା ପାଏ ନାହିଁ। ଯଦିଓ ଶାସନ ବିଭାଗରେ ଥିବା ଯେକୌଣସି ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ସାଧୁ ସ୍ୱଭାବ ସମ୍ପନ୍ନ ହେବା ଉଚିତ, ତଥାପି ସେ ଭୀରୁ ହେବା ଉଚିତ ନୁହେଁ। ଉଦାହରଣ ସ୍ୱରୂପ ଶ୍ରୀରାମଚନ୍ଦ୍ର ମହାପ୍ରଭୁ ଏପରି ସାଧୁ ସ୍ୱଭାବ ସମ୍ପନ୍ନ ଥିଲେ ଯେ ଲୋକମାନେ ତାଙ୍କ ସାମ୍ରାଜ୍ୟରେ ବାସ କରିବାକୁ ସମସ୍ତେ ଇଚ୍ଛା କରୁଥିଲେ, କିନ୍ତୁ ରାମଚନ୍ଦ୍ର ମହାପ୍ରଭୁ କେବେ ହେଲେ ଭୀରୁତା ପ୍ରକାଶ କରିନାହାନ୍ତି। ରାବଣ ଜଣେ ଆତତାୟୀ ଥିଲା। ସେ ରାମଚନ୍ଦ୍ରଙ୍କର ଧର୍ମପତ୍ନୀ ସୀତା ଦେବୀଙ୍କୁ ଚୋରି କରି ନେଇଥିଲା, କିନ୍ତୁ ରାମଚନ୍ଦ୍ର ମହାପ୍ରଭୁ ତାକୁ ଉପଯୁକ୍ତ ଶିକ୍ଷା ଦେଲେ, ଯାହାକି ପୃଥିବୀ ଇତିହାସରେ ଅତୁଳନୀୟ ଅଟେ। ଏଠାରେ ଅର୍ଜୁନଙ୍କ ସମ୍ବନ୍ଧରେ ବିଚାର କଲେ ଜଣାଯିବ ଯେ ଅର୍ଜୁନଙ୍କର ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, ଭାଇ ବନ୍ଧୁ, ପୁତ୍ର ନାତି ଆଦି ଆତତାୟୀ ଅଟନ୍ତି। କେବଳ ଏହିମାନଙ୍କ ଯୋଗୁଁ ଅର୍ଜୁନ ଭାବୁଥିଲେ ଯେ ସେ ସାଧାରଣ ଆତତାୟୀମାନଙ୍କ ବିରୁଦ୍ଧରେ ଯେପରି ଅସ୍ତ୍ର ଧାରଣ କରି ଦୃଢ଼ ପ୍ରତିକାର କରନ୍ତି, ଏଠାରେ ସେପରି କରିପାରିବେ ନାହିଁ। ଏତଦ୍ବ୍ୟତୀତ ସାଧୁମାନେ ସାଧାରଣତଃ କ୍ଷମାଶୀଳ ଅଟନ୍ତି। କୌଣସି ରାଜନୈତିକ ଘଟଣା ବା ଅବସ୍ଥା ତୁଳନାରେ ଏ ପ୍ରକାର ସାଧୁ ବିଚାର ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ଅର୍ଜୁନ ବିଚାର କଲେ ଯେ ରାଜନୈତିକ କାରଣରୁ ନିଜର ଆତ୍ମୀୟ ସ୍ୱଜନ ଭାଇ ବନ୍ଧୁମାନଙ୍କୁ ବଧ କରିବା ଅପେକ୍ଷା ଧର୍ମ ଓ ସାଧୁ ବ୍ୟବହାର ଦୃଷ୍ଟିରୁ ସେମାନଙ୍କୁ କ୍ଷମା କରିଦେବା ଉଚିତ। ତେଣୁ ସେ ଭାବିଲେ ଯେ କ୍ଷଣିକ ଦୈହିକ ସୁଖ ନିମିତ୍ତ ଏ ପ୍ରକାର ହତ୍ୟାକାଣ୍ଡ ଆଦୌ ସ୍ପୃହଣୀୟ ନୁହେଁ। ପୁନଶ୍ଚ ଏ ଯୁଦ୍ଧର ଫଳସ୍ୱରୂପ ଯେଉଁ ରାଜ୍ୟ ମିଳିବ ବା ସୁଖ ମିଳିବ ତାହା ଚିରନ୍ତନ ନୁହେଁ। ତେଣୁ ସେ କାହିଁକି ଏ ପ୍ରକାର ଯୁଦ୍ଧରେ ଆତ୍ମୀୟ ସ୍ୱଜନ ଭାଇ ବନ୍ଧୁମାନଙ୍କୁ ବଧ କରି ତାଙ୍କ ନିଜ ଜୀବନ ଓ ସନାତନ ମୁକ୍ତି ପଥର ପ୍ରତିବନ୍ଧକ ସୃଷ୍ଟି କରିବେ।
ଏଠାରେ ଅର୍ଜୁନଙ୍କର କୃଷ୍ଣଙ୍କୁ ମାଧବ ବୋଲି ସମ୍ବୋଧନ କରିବା ବଡ଼ ଅର୍ଥପୂର୍ଣ୍ଣ ଅଟେ। ଏତଦ୍ୱାରା ସେ କୃଷ୍ଣଙ୍କୁ ଜଣାଇ ଦେବାକୁ ଇଚ୍ଛା କଲେ ଯେ ଲକ୍ଷ୍ମୀଙ୍କର ଧବ ହିସାବରେ ସେ ଅର୍ଜୁନଙ୍କୁ ଏପରି ଉପଦେଶ ନ ଦିଅନ୍ତୁ କି ଏପରି କାର୍ଯ୍ୟରେ ନିଯୁକ୍ତ ନ କରନ୍ତୁ ଯାହା ପରିଣାମରେ ଦୁର୍ଭାଗ୍ୟ ହିଁ ଆଣିଦେବ। ଅବଶ୍ୟ କୃଷ୍ଣ କାହାରିକୁ ତ ଦୁର୍ଭାଗ୍ୟ ଦିଅନ୍ତି ନାହିଁ। ଏ ସମ୍ପର୍କରେ ତାଙ୍କର ଭକ୍ତମାନଙ୍କ କଥା ବା କ'ଣ କହିବା? ସେ ତାଙ୍କର ଭକ୍ତମାନଙ୍କୁ କିପରି ବା ଦୁର୍ଭାଗ୍ୟ ଦେବେ? ଶ୍ଲୋକ 37-38। ଯଦ୍ୟପ୍ୟେତେ ନ ପଶ୍ୟନ୍ତି ଲୋଭୋପହତ ଚେତସଃ କୁଳକ୍ଷୟ କୃତଂ ଦୋଷଂ ମିତ୍ରଦ୍ରୋହେ ଚ ପାତକଂ କଥଂ ନ ଜ୍ଞେୟମସ୍ମାଭିଃ ପାପାଦସ୍ମାନି ବତୀର୍ତ୍ତୁଂ କୁଳକ୍ଷୟ କୃତଂ ଦୋଷଂ ପ୍ରପଶ୍ୟଭିରଜନାର୍ଦ୍ଦନ। ଅନୁବାଦ। ହେ ଜନାର୍ଦ୍ଦନ, ଯଦିଓ ଏମାନେ ଲୋଭର ବଶବର୍ତ୍ତୀ ହୋଇ ବଂଶନାଶ କରିବାରେ ଯେ କି ପାପ ହେଉଛି ତାହା ଜାଣିପାରୁନାହାନ୍ତି, ତଥାପି ଆମ୍ଭେମାନେ ଯେଉଁମାନେ ଜାଣିପାରୁଛୁ ଯେ କି ପାପ ହେଉଛି, କାହିଁକି ଏପରି କର୍ମରେ ନିଯୁକ୍ତ ହେବା? ଭାବାର୍ଥ। ଯେ ପ୍ରକୃତ କ୍ଷତ୍ରିୟ ସେ କଦାପି ପ୍ରତିଦ୍ୱନ୍ଦ୍ୱୀର ଆହ୍ୱାନରେ ଯୁଦ୍ଧ କରିବାକୁ କିମ୍ବା ଦ୍ୱିତକ୍ରୀଡ଼ା କରିବାକୁ ପଶ୍ଚାତପଦ ହେବ ନାହିଁ। ପ୍ରତିପକ୍ଷ ଅର୍ଥାତ୍ ଦୁର୍ଯ୍ୟୋଧନଙ୍କ ପକ୍ଷର ଆହ୍ୱାନରେ ଅର୍ଜୁନ ଯୁଦ୍ଧ କରିବାକୁ ମନା କରିପାରିବେ ନାହିଁ। ଏ ସମ୍ପର୍କରେ ଅର୍ଜୁନ ବିଚାର କରି କହୁଛନ୍ତି ଯେ ଅନ୍ୟ ପକ୍ଷ ଅପରିଣାମଦର୍ଶୀ ଅଟନ୍ତି। ଏ ଯୁଦ୍ଧର ପରିଣାମ କ'ଣ ହେବ ସେମାନେ ଜାଣିପାରୁନାହାନ୍ତି। ଅର୍ଜୁନ ଏ ଯୁଦ୍ଧର ଫଳ ଯେ ବିଷମୟ ହେବ ଏକଥା ଜାଣିପାରୁଥିଲେ ଏବଂ ସେଇଥିପାଇଁ ପ୍ରତିପକ୍ଷର ଯୁଦ୍ଧର ଆହ୍ୱାନକୁ ଗ୍ରହଣ କରୁନଥିଲେ। ଯେତେବେଳେ ଫଳ ଲାଭ ହୁଏ ବାସ୍ତବରେ ସେତେବେଳେ କୃତଜ୍ଞତା ସ୍ୱୀକାର କରିବା ବନ୍ଧନର କାରଣ ହୁଏ, କିନ୍ତୁ ଫଳ ଯେତେବେଳେ ଅନ୍ୟଥା ହୁଏ ସେତେବେଳେ ଆଉ କେହି ବନ୍ଧନରେ ପଡ଼ିପାରିବେ ନାହିଁ। ଏହିପରି ବିଚାର କରି ଅର୍ଜୁନ ଠିକ୍ କଲେ ଯେ ସେ ଯୁଦ୍ଧ କରିବେ ନାହିଁ। ଶ୍ଲୋକ 39। କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମଃ ସନାତନଃ ଧର୍ମେ ନଷ୍ଟେ କୁଳଂ କୃତ୍ସ୍ନଂ ଧର୍ମୋଭିଭବତ୍ୟୁତ। ଅନୁବାଦ। ବଂଶନାଶରେ ସନାତନ କୁଳଧର୍ମ ଧ୍ୱଂସ ହୋଇଯାଏ ଏବଂ ସେଇଥିପାଇଁ ବଂଶର ଅନ୍ୟମାନେ ଅଧର୍ମାଚରଣ କରନ୍ତି। ଭାବାର୍ଥ। ବର୍ଣ୍ଣାଶ୍ରମ ପଦ୍ଧତିରେ କୁଳର ଲୋକମାନଙ୍କର ଆଧ୍ୟାତ୍ମିକ ଉନ୍ନତି ନିମିତ୍ତ ଅନେକ ଧାର୍ମିକ ନୀତି ନିୟମ ବିଧିବିଧାନ ଅଛି। ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସଂସ୍କାର କ୍ରିୟା ଅଛି ସେଗୁଡ଼ିକ ରକ୍ଷା କରିବା ଦିଗରେ ବଂଶର ବୟୋଜ୍ୟେଷ୍ଠ ବ୍ୟକ୍ତିଗଣ ଦାୟୀ ଅଟନ୍ତି। କିନ୍ତୁ ବୟୋଜ୍ୟେଷ୍ଠ ବ୍ୟକ୍ତିଗଣ ମୃତ୍ୟୁବରଣ କଲେ ଏ କୁଳଧର୍ମ ସଂସ୍କାର କ୍ରିୟା ବନ୍ଦ ହୋଇଯାଇପାରେ ଏବଂ ବଞ୍ଚି ରହୁଥିବା ଅଳ୍ପ ବୟସ୍କ ବ୍ୟକ୍ତିଗଣ ଅଧର୍ମାଚରଣ କରିପାରନ୍ତି ଏବଂ ତଦ୍ୱାରା ସେମାନେ ଆଧ୍ୟାତ୍ମିକ ଉନ୍ନତି କରିବାର ସୁଯୋଗରୁ ବଞ୍ଚିତ ହୋଇଯାଇପାରନ୍ତି। ତେଣୁ କେବେ ହେଲେ ବଂଶର ବୟୋଜ୍ୟେଷ୍ଠ ବ୍ୟକ୍ତିଗଣଙ୍କୁ ହତ୍ୟା କରାଯିବା ଉଚିତ ନୁହେଁ। ଶ୍ଲୋକ 40। ଅଧର୍ମାଭିଭବତ୍କୃଷ୍ଣ ପ୍ରଦୁଷ୍ୟନ୍ତି କୁଳସ୍ତ୍ରିୟଃ ସ୍ତ୍ରୀଷୁ ଦୁଷ୍ଟାସୁ ବାସ୍ନେୟ ଜାୟତେ ବର୍ଣ୍ଣସଙ୍କରଃ। ଅନୁବାଦ। ହେ କୃଷ୍ଣ, ଯେତେବେଳେ ପରିବାରରେ ଅଧର୍ମ ପ୍ରବଳ ହୋଇଉଠେ ସେତେବେଳେ କୁଳସ୍ତ୍ରୀମାନେ ଦୂଷିତା ହୋଇଯାଆନ୍ତି ଏବଂ ସେମାନଙ୍କର ସତୀତ୍ୱ ନଷ୍ଟ ହେବା ଦ୍ୱାରା ବର୍ଣ୍ଣସଙ୍କର ଜାତ ହୁଅନ୍ତି। ଶ୍ଲୋକ 41। ଶଙ୍କରୋ ନରକାୟେବ କୁଳଘ୍ନାନଂ କୁଳସ୍ୟ ଚ ପତନ୍ତି ପିତରୋ ହେଷାଂ ଲୁପ୍ତପିଣ୍ଡୋଦକକ୍ରିୟଃ। ଅନୁବାଦ। ଯେତେବେଳେ ଏ ପ୍ରକାର ଅନାବଶ୍ୟକ ଜନସମାଜ ଅର୍ଥାତ୍ ଯାର ଯେ ସନ୍ତାନଙ୍କ ସଂଖ୍ୟା ବୃଦ୍ଧି ଲାଭ କରେ ସେତେବେଳେ ବଂଶରେ ଏବଂ ବଂଶଘାତକମାନଙ୍କ ପକ୍ଷରେ ନର୍କଭୋଗ ପରିସ୍ଥିତି ସୃଷ୍ଟି ହୋଇଯାଏ। ଏ ପ୍ରକାର ଦୂଷିତ ପରିବାରମାନଙ୍କରେ ପିତୃପୁରୁଷମାନଙ୍କର ପିଣ୍ଡ ପାଣି ଲୋପ ପାଇଯାଏ। ଭାବାର୍ଥ। ସକାମ କର୍ମର ନୀତି ନିୟମ ଅନୁଯାୟୀ ନିର୍ଦ୍ଦେଶ ଅଛି ଯେ ବ୍ୟକ୍ତି ବଂଶର ପିତୃପୁରୁଷମାନଙ୍କ ପ୍ରତି ବାର୍ଷିକ ପିଣ୍ଡ ପାଣି ପ୍ରଦାନ କରିବ। ଶ୍ରୀ ବିଷ୍ଣୁଙ୍କୁ ପୂଜା କରି ଏ ପ୍ରକାର ପିଣ୍ଡ ପାଣି ଅର୍ପଣ କରିବା ଆବଶ୍ୟକ। ଅର୍ଥାତ୍ ବିଷ୍ଣୁଙ୍କର ଉଚ୍ଛିଷ୍ଟ ଅର୍ଥାତ୍ ବିଷ୍ଣୁ ପ୍ରସାଦ ଭୋଜନ କଲେ ବ୍ୟକ୍ତି ସମସ୍ତ ପ୍ରକାର ପାପକର୍ମର ପ୍ରତିକ୍ରିୟାରୁ ମୁକ୍ତ ହୋଇଯାଏ। ବେଳେବେଳେ ଏପରି ହୁଏ ଯେ ପିତୃପୁରୁଷଗଣ ବିଭିନ୍ନ ପାପକର୍ମର ଫଳ ଭୋଗ କରୁଥାନ୍ତି
ଏବଂ ବେଳେବେଳେ ସେମାନଙ୍କ ମଧ୍ୟରୁ କେତେକ ସ୍ଥୂଳ ଶରୀର ଲାଭ କରିପାରନ୍ତି ନାହିଁ। ସେମାନେ ସୂକ୍ଷ୍ମ ଶରୀରରେ ଭୂତ ରୂପରେ ରହିବାକୁ ବାଧ୍ୟ ହୋଇଥାନ୍ତି। ତେଣୁ ଯେତେବେଳେ ବଂଶର କୌଣସି ସୁଯୋଗ୍ୟ ପୁତ୍ର ଏ ପ୍ରକାର ମହାପ୍ରସାଦ ପିତୃପୁରୁଷଙ୍କୁ ଅର୍ପଣ କରେ, ସେତେବେଳେ ପିତୃପୁରୁଷଗଣ ମୁକ୍ତି ପାଇଯାଆନ୍ତି। ଯେଉଁମାନେ ଭୂତ ରୂପରେ ଥାଆନ୍ତି କିମ୍ବା ଅନ୍ୟ କୌଣସି ପ୍ରକାର ଦୁଃଖପୂର୍ଣ୍ଣ ଜୀବନଯାପନ କରୁଥାନ୍ତି, ସେମାନେ ସମସ୍ତେ ମୁକ୍ତି ପାଇଯାଆନ୍ତି। ପିତୃପୁରୁଷମାନଙ୍କ ପ୍ରତି ଏ ଯେଉଁ କର୍ମ କରାଯାଏ, ତାହା ବଂଶଗତ ଧର୍ମ ବା କୁଳପ୍ରଥା ଅଟେ। ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି, ଅର୍ଥାତ୍ ଭଗବତ ସେବାରେ ନିଯୁକ୍ତ ହୋଇନାହାନ୍ତି, ସେମାନଙ୍କ ପକ୍ଷରେ ଏ ପ୍ରକାର କୁଳଧର୍ମ ରକ୍ଷା କରିବା ଉଚିତ। କିନ୍ତୁ ଯେ ଭଗବାନଙ୍କ ଭକ୍ତ ଏବଂ ଭଗବତ ସେବାରେ ନିଯୁକ୍ତ, ତା ପକ୍ଷରେ ଏ ପ୍ରକାର କର୍ମ କରିବାର କୌଣସି ଆବଶ୍ୟକତା ନାହିଁ। କେବଳ ଭଗବତ ସେବା କରି ବ୍ୟକ୍ତି ତାର ହଜାର ହଜାର ପିତୃପୁରୁଷଙ୍କୁ ସମସ୍ତ ପ୍ରକାର ପାପ କର୍ମର ପ୍ରତିକ୍ରିୟା, ଦୁଃଖ, ଯନ୍ତ୍ରଣାରୁ ମୁକ୍ତ କରିପାରେ। ଏହା ଶ୍ରୀମଦ୍ ଭାଗବତମରେ 11.5.41ରେ କୁହାଯାଇଅଛି। ଦେବର୍ଷି ଭୂତାତ୍ପ ନୃଣାଂ ପିତॄଣାଂ ନ କିଙ୍କରୋ ନ୍ୟାୟଂ ଋଣୀ চ ରାଜନ୍ ସର୍ବାତ୍ମନା ଯଃ ଶରଣଂ ଶରଣ୍ୟଂ ଗତୋ ମୁକୁନ୍ଦଂ ପରିହୃତ୍ୟ କର୍ତ୍ତଂ। ଯେଉଁ ବ୍ୟକ୍ତି ମୁକ୍ତିଦାତା ମୁକୁନ୍ଦଙ୍କ ପାଦପଦ୍ମରେ ଶରଣ ନେଇଛି, ଅର୍ଥାତ୍ ଯେ ସବୁ ପ୍ରକାର ଧର୍ମ କର୍ମ ତ୍ୟାଗ କରି ଭଗବତ ଚରଣାଶ୍ରିତ ହୋଇଛି ଏବଂ ବଡ଼ ନିଷ୍ଠା ଓ ଶ୍ରଦ୍ଧା ସହକାରେ ଭକ୍ତି ଯୋଗ ମାର୍ଗକୁ ଅବଲମ୍ବନ କରିଛି, ତାହାର ଦେବତା, ଋଷି, ମହର୍ଷି, ସାଧୁ, ସନ୍ଥ, ସାଧାରଣ ଜୀବ, ବଂଶର ପିତୃପୁରୁଷ ବା ଜନସମାଜ ପ୍ରତି ଆଉ କୌଣସି କର୍ତ୍ତବ୍ୟ କର୍ମ ବାକି ରହିନାହିଁ। ପରମପୁରୁଷ ଭଗବାନଙ୍କ ସେବାରତ ହୋଇଥିଲେ ଏ ପ୍ରକାର କର୍ତ୍ତବ୍ୟ କର୍ମ ଆପେ ଆପେ ଶେଷ ହୋଇଯାଏ। ଆଉ ଏସବୁ ଆଚରଣ କରିବା ଦରକାର ପଡ଼େ ନାହିଁ। ଭକ୍ତି ଯୋଗରେ ଏହା ହେଉଛି ମହିମା। ଶ୍ଲୋକ 42। ଦୋଷୈରେତୈଃ କୁଳଘ୍ନାନାଂ ବର୍ଣ୍ଣସଙ୍କରକାରକୈଃ ଛାଦ୍ୟନ୍ତେ ଜାତିଧର୍ମାଃ କୁଳଧର୍ମାଶ୍ଚ ଶାଶ୍ୱତାଃ। ଅନୁବାଦ: ବଂଶଘାତକମାନଙ୍କର ପାପକର୍ମ ଯୋଗୁଁ ସମସ୍ତ ପ୍ରକାର ଜାତି ଧର୍ମ ଓ କୁଳଧର୍ମ ନଷ୍ଟ ହୋଇଯାଏ। ଭାବାର୍ଥ: ମାନବ ତାହାର ଜୀବନର ପରମଗତି ଲାଭ କରିବା ନିମିତ୍ତ ସନାତନ ଧର୍ମ ବା ବର୍ଣ୍ଣାଶ୍ରମ ଧର୍ମର ବ୍ୟବସ୍ଥା କରାଯାଇଅଛି। ବଂଶ ବା କୁଳର ମଙ୍ଗଳଜନକ କର୍ମ ସହ ମାନବ ସମାଜରେ ଥିବା ଚାତୁର୍ବର୍ଣ୍ଣ୍ୟ ବ୍ୟବସ୍ଥା କୁଳର ଉନ୍ନତି ନିମିତ୍ତ ଉଦ୍ଦିଷ୍ଟ। ତେଣୁ ସମାଜର ଦାୟିତ୍ୱହୀନ ନେତାମାନଙ୍କ ଯୋଗୁଁ ସନାତନ ଧର୍ମ ବ୍ୟବସ୍ଥା ଭାଙ୍ଗି ପଡ଼ୁଛି। ଏଥିଯୋଗୁଁ ସମାଜରେ ନାନା ପ୍ରକାର ଅଶାନ୍ତି ଓ ବିଶୃଙ୍ଖଳା ଦେଖାଦେଇଛି। ଫଳତଃ ଲୋକମାନେ ସେମାନଙ୍କ ଜୀବନର ଲକ୍ଷ୍ୟ ବିଷ୍ଣୁଙ୍କୁ ଭୁଲି ଯାଇଛନ୍ତି। ଏ ପ୍ରକାର ନେତାମାନେ ଅନ୍ଧ ଅଟନ୍ତି ଏବଂ ଯେଉଁମାନେ ଏମାନଙ୍କୁ ଅନୁସରଣ କରନ୍ତି, ସେମାନେ ନିଶ୍ଚିତ ଭାବରେ ଅନ୍ଧକୂପରେ ପତିତ ହେବେ। ସେମାନଙ୍କ ଜୀବନ ନିଶ୍ଚୟ ହତାଶମୟ ହୋଇଉଠିବ। ଶ୍ଲୋକ 43। ଉଚ୍ଛନ୍ନ କୁଳଧର୍ମାଣଂ ମନୁଷ୍ୟାଣାଂ ଜନାର୍ଦ୍ଦନ ନରକେ ନିୟତଂ ବାସୋ ଭବତୀତ୍ୟନୁଶୁଶ୍ରୁମ। ଅନୁବାଦ: ହେ ଜନାର୍ଦ୍ଦନ କୃଷ୍ଣ, ମୁଁ ଗୁରୁ ପରମ୍ପରା କ୍ରମେ ଶୁଣିଛି ଯେ ଯେଉଁମାନେ କୁଳଧର୍ମ ନଷ୍ଟ କରନ୍ତି, ସେମାନେ ସର୍ବଦା ନର୍କରେ ବାସ କରନ୍ତି। ଅର୍ଜୁନ ତାଙ୍କ ନିଜ ଜ୍ଞାନ ବା ଅଭିଜ୍ଞତାରୁ ଏ ଯୁକ୍ତି ବାଢ଼ୁନାହାନ୍ତି। ସେ ଯାହା ଆଚାର୍ଯ୍ୟମାନଙ୍କଠାରୁ ଶୁଣିଛନ୍ତି ତାହାରି ଉପରେ ଆଧାର କରି ଏ ଯୁକ୍ତି ବାଢ଼ୁଛନ୍ତି। ଏହା ହେଉଛି ପ୍ରକୃତ ଜ୍ଞାନ ଲାଭ କରିବାର ପନ୍ଥା। ଯେଉଁ ଉପଯୁକ୍ତ ବ୍ୟକ୍ତି ଜ୍ଞାନରେ ପ୍ରତିଷ୍ଠିତ ହୋଇଛି, ସେ ବ୍ୟକ୍ତି ବିନା ସାହାଯ୍ୟରେ କେହି ପ୍ରକୃତ ଜ୍ଞାନ ସ୍ତରରେ ଉପସ୍ଥିତ ହୋଇପାରିବ ନାହିଁ। ବର୍ଣ୍ଣାଶ୍ରମ ବ୍ୟବସ୍ଥାର ଏକ ଧାରା ଅଛି। ସେଥିରେ ବ୍ୟକ୍ତିକୁ ମୃତ୍ୟୁ ପୂର୍ବରୁ ତାର ପାପକର୍ମର ଫଳକୁ ପ୍ରକ୍ଷାଳନ କରିବା ନିମିତ୍ତ ସଂସ୍କାର ବିଧି ଅନୁସରଣ କରିବାକୁ ହେବ। ଯେ ସର୍ବଦା ପାପକର୍ମରେ ଲିପ୍ତ, ତାକୁ ନିଶ୍ଚୟ ପାପରୁ ମୁକ୍ତ ହେବା ନିମିତ୍ତ ପ୍ରାୟଶ୍ଚିତ କରିବାକୁ ହେବ। ଏହା ନ କଲେ ବ୍ୟକ୍ତିକୁ ପାପକର୍ମର ଫଳ ଭୋଗ କରିବା ନିମିତ୍ତ ନର୍କକୁ ଯିବାକୁ ପଡ଼ିବ। ଶ୍ଲୋକ 44। ଅହୋ ବତ୍ ମହତ୍ ପାପଂ କର୍ତ୍ତୁଂ ବ୍ୟବସିତା ବୟଂ ଯତ୍ ରାଜ୍ୟ ସୁଖ ଲୋଭେନ ହନ୍ତୁଂ ସ୍ୱଜନମୁଦ୍ୟତାଃ। ଅନୁବାଦ: ଆହା, ଏହା କେଡ଼େ ଆଶ୍ଚର୍ଯ୍ୟର କଥା ଯେ ଆମ୍ଭେମାନେ ରାଜ୍ୟ ସୁଖ ଲୋଭ ଆଶାରେ କେଡ଼େ ମହାନ ପାପ କରିବାକୁ ଯାଉଛୁ। ସ୍ୱାର୍ଥ ସିଦ୍ଧି ଆଶାରେ ବ୍ୟକ୍ତି ନିଜର ଆତ୍ମୀୟ ସ୍ୱଜନ ଯଥା ପିତାମାତା, ଭାଇ ବନ୍ଧୁମାନଙ୍କୁ ବଧ କରି ପାପ ଅର୍ଜନ କରିବାକୁ ଇଚ୍ଛା କରିପାରେ। ପୃଥିବୀ ଇତିହାସରେ ଏପରି ଅନେକ ଉଦାହରଣ ଅଛି।
କିନ୍ତୁ ଅର୍ଜୁନ ଭଗବାନଙ୍କର ଏକ ସାଧୁ ଭକ୍ତ ଅଟନ୍ତି, ତେଣୁ ସେ ସର୍ବଦା ନୈତିକ ମାନଦଣ୍ଡ ପ୍ରତି ସଚେତନ ଅଟନ୍ତି ଏବଂ ସେଇଥିପାଇଁ ସେ ଏ ପ୍ରକାର କର୍ମରୁ ନିବୃତ୍ତ ହେବାକୁ ଯତ୍ନ କରୁଥିଲେ। ଶ୍ଲୋକ 45। ଯଦି ମାମ୍ ଅପ୍ରୀତିକାରମ୍ ଅଶସ୍ତ୍ରଂ ଶସ୍ତ୍ରପାଣୟଃ ଧାର୍ତରାଷ୍ଟ୍ରାରଣୀହାନ୍ୟୁ ସ୍ତନ୍ମେ କ୍ଷମତରଂ ଭବେତ୍। ଅନୁବାଦ: ମୁଁ ଭାବୁଛି ଯଦି ଧୃତରାଷ୍ଟ୍ରଙ୍କର ପୁତ୍ରଗଣ ମୋତେ ବିନା ପ୍ରତିରୋଧରେ ଏବଂ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ନ ହୋଇଥିବା ଅବସ୍ଥାରେ ମାରି ପକାନ୍ତି ତାହେଲେ ଖୁବ୍ ଭଲ ହେବ। ସେମାନଙ୍କ ସହିତ ଯୁଦ୍ଧ କରିବା ପରିବର୍ତ୍ତେ ସେମାନଙ୍କ ହାତରେ ମୃତ୍ୟୁବରଣ କରିବା ବରଂ ଶ୍ରେୟସ୍କର। ଭାବାର୍ଥ: ଏହା ହେଉଛି କ୍ଷତ୍ରିୟ ଧର୍ମ। ଯଦି ଶତ୍ରୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ନ ହୋଇଛି ଏବଂ ଯୁଦ୍ଧ କରିବାକୁ ଇଚ୍ଛୁକ ନୁହେଁ ତାହେଲେ ତାକୁ ଆକ୍ରମଣ କରିବା ଉଚିତ ନୁହେଁ। ଅର୍ଜୁନ ଏହି ପ୍ରକାର ଅବସ୍ଥାରେ ରହି ସ୍ଥିର କଲେ ଯେ ଶତ୍ରୁମାନଙ୍କ ଦ୍ୱାରା ଆକ୍ରାନ୍ତ ହେଲେ ବି ସେ ଯୁଦ୍ଧ କରିବେ ନାହିଁ। ଅପରପକ୍ଷ ଯୁଦ୍ଧ କରିବା ପାଇଁ କେତେ ଦୂର ଆଗ୍ରହୀ ସେ କଥା ସେ କିଛି ବିଚାର କରୁନଥିଲେ। ଅର୍ଜୁନଙ୍କ ଠାରେ ଏସବୁ ଲକ୍ଷଣ ଦେଖାଯାଉଥିଲା। ତାହା ତାଙ୍କର କୋମଳ ହୃଦୟର ପ୍ରକାଶ ଥିଲା। ସେ ଭଗବାନଙ୍କର ଜଣେ ବିଶିଷ୍ଟ ଭକ୍ତ ହୋଇଥିବାରୁ ସେ ବଡ଼ କୋମଳ ହୃଦୟ, ଦୟାଦ୍ର ହୃଦୟ ହୋଇପଡ଼ିଥିଲେ। ସେଥିପାଇଁ ସେ ଭାବୁଥିଲେ ଶତ୍ରୁପକ୍ଷ ତାଙ୍କୁ ଆକ୍ରମଣ କଲେ ବି ସେ ପ୍ରତି ଆକ୍ରମଣ କରିବେ ନାହିଁ। ଶ୍ଲୋକ 46। ସଞ୍ଜୟ ଉବାଚ ଏବମୁକ୍ତ୍ୱାର୍ଜୁନଃ ସଂଖ୍ୟେ ରଥୋପସ୍ଥ ଉପାବିଶତ୍ ବିସୃଜ୍ୟ ସଶରଂ ଚାପଂ ଶୋକସଂବିଘ୍ନମାନସଃ। ଅନୁବାଦ: ସଞ୍ଜୟ କହିଲେ, ଯୁଦ୍ଧକ୍ଷେତ୍ରରେ ଅର୍ଜୁନ ଏହିପରି କହି ଧନୁଶରକୁ ରଖିଦେଲେ ଏବଂ ରଥ ଉପରେ ବସି ପଡ଼ିଲେ। ତାଙ୍କର ମନ ଦୁଃଖରେ ଭରାକ୍ରାନ୍ତ ହୋଇପଡ଼ିଲା। ଭାବାର୍ଥ: ଅର୍ଜୁନ ଯେତେବେଳେ ଯୁଦ୍ଧକ୍ଷେତ୍ରରେ ଅବସ୍ଥା ପର୍ଯ୍ୟବେକ୍ଷଣ କରୁଥିଲେ ସେତେବେଳେ ସେ ରଥ ଉପରେ ଛିଡ଼ା ହୋଇ ପଡ଼ିଥିଲେ, କିନ୍ତୁ ସେ ଏପରି ଦୁଃଖାଭିଭୂତ ହୋଇପଡ଼ିଲେ ଯେ ସେ ଧନୁଶର ଛାଡ଼ିଦେଇ ପୁଣି ରଥ ଉପରେ ବସି ପଡ଼ିଲେ। ଭକ୍ତିଯୋଗ ମାର୍ଗରେ ଏ ପ୍ରକାର କୋମଳ ଓ ଦୟାଦ୍ର ହୃଦୟ ବିଶିଷ୍ଟ ବ୍ୟକ୍ତି ଆତ୍ମଜ୍ଞାନ ନିମିତ୍ତ ଉପଯୁକ୍ତ ଅଟନ୍ତି। ଭକ୍ତି ବେଦାନ୍ତ ଭାଷ୍ୟର କୁରୁକ୍ଷେତ୍ର ଯୁଦ୍ଧଭୂମିରେ ସୈନ୍ୟ ଦର୍ଶନ ଶୀର୍ଷକ ପ୍ରଥମ ଅଧ୍ୟାୟ ସମାପ୍ତ ହେଲା। ତ୍ୱମେବ ମାତା ଚ ପିତା ତ୍ୱମେବ ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ ତ୍ୱମେବ ବିଦ୍ୟା ଚ ଦ୍ରବିଣଂ ତ୍ୱମେବ ତ୍ୱମେବ ସର୍ବଂ ମମ ଦେବ ଦେବ କାୟେନ ବାଚା मनसेन्द्रियैर्वा बुद्ध्यात्मना वा प्रकृते स्वभावत् करोमि यद्यत् सकलं परस्मै नारायणायेति समर्पयामि। अच्युतं केशवं रामनारायणं कृष्णदामोदरं वासुदेवं हरि श्रीधरं माधवं गोपिकावल्लभं जानकीनायकं रामचन्द्रं भजे। हरे कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे हरे। सर्वे भवन्तु सुखिनः सर्वे सन्तु निरामयाः सर्वे भद्राणि पश्यन्तु मा कश्चित् दुःखभाग् भवेत्। असतो मा सद्गमय तमसो मा ज्योतिर्गमय मृत्युर्मा अमृतं गमय। ॐ शान्तिः शान्तिः शान्तिः। हरि ओं तत्सत् ब्रह्मार्पणमस्तु।